ଆପଣଙ୍କ ଗୋଡ଼ ବହୁତ ଅଧିକ ଦରଜ କରୁଛି, ପାଦ ଫୁଲି ଯାଇଛି, ପାଦ ବି ଦରଜ କରୁଛି, ଚାଲି ପାରୁନାହାନ୍ତି, କିଛି କାମ କରିପାରୁନାହାନ୍ତି। ଆଜିର ଭିଡ଼ିଓ ଆପଣମାନେ ପୁରା ଦେଖନ୍ତୁ। ଏମିତି ଗୋଟିଏ ସହଜ ଉପାୟ ବିଷୟରେ କହିବି, କେବଳ 20 ମିନିଟ୍ ଆପଣମାନେ ଏହାକୁ ଆପ୍ଲାଏ କରିବେ। ଆଉ କେବଳ 20 ମିନିଟ୍ ଆପ୍ଲାଏ କରିବା ଦ୍ୱାରା ହିଁ ଆପଣଙ୍କ ଗୋଡ଼ ଦରଜର ସମସ୍ୟା, ବିନ୍ଧା ହେଉଛି ଆପଣଙ୍କର, ସେ ସବୁ ସମସ୍ୟା ଦୂର ହେଇଯିବ। ତେବେ ଚାଲନ୍ତୁ ଫ୍ରେଣ୍ଡ ଷ୍ଟାର୍ଟ କରିବା ଆଜିର এই ଭିଡ଼ିଓ ଆଉ ଜାଣିବା କ'ଣ ସେ ଉପାୟ, କେମିତି ଏହାକୁ ଆପଣମାନେ ଆପ୍ଲାଏ କରିବେ। ଫ୍ରେଣ୍ଡସ୍, ଗୋଡ଼ ଯଦି ଆପଣଙ୍କର ବିନ୍ଧେ କିମ୍ବା ଦରଜ ହୁଏ, ପାଦ ଦରଜ ହେଉଛି, ତା ପାଇଁ ଅନେକ ପ୍ରକାର କାରଣ ରହିଛି। କିନ୍ତୁ ମନେ କରନ୍ତୁ କେତେବେଳେ କେମିତି ଆପଣଙ୍କର ଟିକେ ଭାରି କାମ ପଡ଼ିଗଲା, ଆପଣମାନେ କେଉଁଠିକି ଚାଲିକି ପଳେଇଗଲେ, ଅଧିକ ସମୟ ଟିକେ ଚାଲିଲେ କିମ୍ବା ଘରେ ଅଧିକ ଆପଣଙ୍କର କାମ ପଡ଼ିଗଲା, ରାତି ସମୟକୁ କ'ଣ ହୁଏ, ବହୁତ ଅଧିକ ବିନ୍ଧା ହୁଏ, ଆପଣଙ୍କର ଗୋଡ଼ ଦରଜ ବି ହୁଏ, ପାଦ ବି ଦରଜ ହେଇଯାଏ। ଆଉ ଆପଣମାନେ ଭାବନ୍ତି ଯେ କିଛି ଗୋଟେ ମେଡ଼ିସିନ ଆଣିକି ଖାଇଦେବେ। କିନ୍ତୁ ସବୁବେଳେ ଏଲୋପାଥି ମେଡ଼ିସିନ ଆଣିକି ଖାଇବା ଏଇଟା ତ ଗୋଟେ ପରମାନେଣ୍ଟ ସଲ୍ୟୁସନ୍ ନୁହଁ। ଆପଣମାନେ ଘରେ ବି ଏହାର ଉପଚାର କରିପାରିବେ। କିନ୍ତୁ କଥା ରହିଲା ଯେ ଯଦି ସବୁବେଳେ ଆପଣଙ୍କର ଏଭଳି ସମସ୍ୟା ହେଉଛି, ଇଏ ତ ଗଲା ଟେମ୍ପୋରାରୀ, ଯୋଉଟାକି କେତେବେଳେ କେମିତି ଅଧିକ ଟିକେ ଚାଲିବା ହେଇଗଲା, ଅଧିକ ଟିକେ କାମ ହେଇଗଲା, ଆପଣଙ୍କର ବିନ୍ଧା ଛିଟିକା ଦରଜ ବି ହେଇଯିବ, ଆଉ 2-3 ଦିନରେ ହୋମ୍ ରେମେଡି ଟ୍ରାଏ କଲେ ସେଟା ଭଲ ବି ହେଇଯାଏ। କିନ୍ତୁ ଯଦି ରେଗୁଲାର ଆପଣଙ୍କର ଏଭଳି ସମସ୍ୟା ହେଉଛି, ମାସ ମାସ ଧରିକି ଆପଣଙ୍କର ଗୋଡ଼ ଡେଲି ବିନ୍ଧୁଛି, ଆପଣଙ୍କର ଗୋଡ଼ ଡେଲି ଦରଜ ହେଇଯାଉଛି, ପାଦ ଦରଜ ହେଇଯାଉଛି, ତ ଆପଣମାନେ କ'ଣ କରିବେ? ଅନେକ ପ୍ରକାର କାରଣ ଏଥିପାଇଁ ରହିଛି। ଗୋଟେ ତ ଟେମ୍ପୋରାରୀ ଆପଣଙ୍କୁ କହିଲି କେତେବେଳେ କେମିତି ହବ, ଆଉ ଯଦି ରେଗୁଲାର ଆପଣଙ୍କର ହେଉଛି ତ ତା ପାଇଁ ହୁଏତ ଆପଣଙ୍କ ଶରୀରରେ କ୍ୟାଲସିୟମର ଅଭାବ ରହୁଛି। ଆଜିର ଭିଡ଼ିଓରେ ଆପଣଙ୍କୁ କିଛି କ୍ୟାଲସିୟମ ଯୁକ୍ତ ଖାଦ୍ୟ ଖାଇବା ପାଇଁ କହିବି ନାହିଁ। ମୁଁ ତ ଆଗରୁ ବହୁତ ସାରା କ୍ୟାଲସିୟମ ଫୁଡ ବିଷୟରେ ଆପଣଙ୍କୁ କହିସାରିଲିଣି, କିନ୍ତୁ ଆପଣମାନେ କ୍ୟାଲସିୟମ ଫୁଡ ଖାଉଥିବେ ନିଶ୍ଚୟ। ସେ ସବୁ କ୍ୟାଲସିୟମ କେମିତି ଅବଜର୍ଭ ହବ? ଆପଣଙ୍କ ଶରୀରରେ ଭିଟାମିନ ଡି ବି ଠିକ ମାତ୍ରାରେ ରହିବା ଦରକାର। ଆଉ ଭିଟାମିନ ଡି ଟା ଶରୀରରେ ତିଆରି ହୁଏ, ସେଇଟା କେଉଁଠୁ ଆସେ ନାହିଁ। ହଁ, ଏମିତି କେତୋଟି ଖାଦ୍ୟ ଅଛି ଯୋଉଥିରେ କି ଭିଟାମିନ ଡି ଆପଣଙ୍କୁ ମିଳିଯିବ, କିନ୍ତୁ ଆପଣମାନେ ସପ୍ଲିମେଣ୍ଟ ବି ଯଦି ଭାବୁଛନ୍ତି ଯେ ଭିଟାମିନ ଡି ର ସପ୍ଲିମେଣ୍ଟ ମୁଁ ବାହାରୁ କିଣିକି ଖାଇଦେବି, ତା ଅପେକ୍ଷା ଆପଣମାନଙ୍କ ପାଇଁ ଗୋଟେ ନ୍ୟାଚୁରାଲ ସୋର୍ସ ରହିଛି ଭିଟାମିନ ଡି ର, ସେଟା ହେଉଛି ସନଲାଇଟ। ଅନେକ ପ୍ରକାର ଖାଦ୍ୟରେ ଭିଟାମିନ ଡି ରହିଛି, କିନ୍ତୁ ବହୁତ କମ ମାତ୍ରାରେ ରହିଛି, ଆଉ ସେଇଟା ସଫିସିଏଣ୍ଟ ନୁହଁ ଆପଣଙ୍କ ଶରୀର ପାଇଁ। କିନ୍ତୁ ଯଦି ସନଲାଇଟରୁ ଆପଣମାନେ ଭିଟାମିନ ଡି ପାଉଛନ୍ତି, ତେବେ ସେଇଟା ସଫିସିଏଣ୍ଟ ଆପଣଙ୍କ ଶରୀର ପାଇଁ। ଆଉ ଏଇଟା ଗୋଟେ ଭ୍ରମ ଧାରଣା ଯେ ସୂର୍ଯ୍ୟ କିରଣରେ ଭିଟାମିନ ଡି ରହିଛି। ସୂର୍ଯ୍ୟ କିରଣରେ ଭିଟାମିନ ଡି ନଥାଏ। ଯେତେବେଳେ କଅଁଳ ସୂର୍ଯ୍ୟ କିରଣ ଆପଣଙ୍କ ଶରୀରରେ ପଡ଼େ, କଅଁଳ ସୂର୍ଯ୍ୟ କିରଣ ମାନେ ସକାଳ ସୂର୍ଯ୍ୟ ଉଇଁବା ଠାରୁ ଆରମ୍ଭ କରି 9ଟା ଭିତରେ ଯେଉଁ କଅଁଳ ସୂର୍ଯ୍ୟ କିରଣ, ସେଇଟା ଯେତେବେଳେ ଆପଣଙ୍କ ବଡି ଉପରେ ପଡ଼ିବ, ସେତେବେଳେ ଆପଣଙ୍କ ବଡିରେ ନିଜେ ହିଁ ନ୍ୟାଚୁରାଲି ଭିଟାମିନ ଡି ଟା ତିଆରି ହୁଏ। ସେଟା ସନଲାଇଟରେ ନଥାଏ, ସେଇଟା ଆପଣଙ୍କ ଶରୀରରେ ତିଆରି ହବ ଯେତେବେଳେ ସୂର୍ଯ୍ୟ କିରଣ ଆପଣଙ୍କ ଶରୀରରେ ପଡ଼ିବ। କିନ୍ତୁ କଅଁଳ ସୂର୍ଯ୍ୟ କିରଣ, ଅନେକ ବ୍ୟକ୍ତି ଏମିତି ଭାବନ୍ତି ଯେ ଯେତେବେଳେ ନାହିଁ ସେତେବେଳେ ଯାଇକି ଠିଆ ହେଇ ପଡ଼ିବା, ସେମିତି ହୁଏନି। ଯେତେବେଳେ କଅଁଳ ସୂର୍ଯ୍ୟ କିରଣ ଆପଣଙ୍କ ଶରୀରରେ ପଡ଼େ, ସେତେବେଳେ ହିଁ ଭିଟାମିନ ଡି ଟା ନ୍ୟାଚୁରାଲି ଆପଣଙ୍କ ଶରୀରରେ ତିଆରି ହବ। ଆଉ ଭିଟାମିନ ଡି ଟା ଯେତେବେଳେ ସଫିସିଏଣ୍ଟ ଆପଣଙ୍କ ଶରୀରରେ ରହିବ, ତେବେ କ୍ୟାଲସିୟମ ଫୁଡ ଆପଣମାନେ ଯାହା ବି ଖାଆନ୍ତି, ତାର କ୍ୟାଲସିୟମ ଟା ଠିକ ଭାବରେ ଆପଣଙ୍କ ଶରୀରରେ ଅବଜର୍ଭ ହୁଏ। ଭିଟାମିନ ଡି ବି ଆପଣଙ୍କର ବୋନ୍ସକୁ ଷ୍ଟ୍ରଙ୍ଗ କରେ, ଆପଣଙ୍କର ଇମ୍ୟୁନ ସିଷ୍ଟମକୁ ଷ୍ଟ୍ରଙ୍ଗ କରିଥାଏ। ଆଉ ସେଇଥିପାଇଁ ତ ଛୋଟ ପିଲାମାନଙ୍କୁ ସେମାନଙ୍କର ହାଡ଼ ମଜବୁତ ହେବା ପାଇଁ, ତାଙ୍କ ଶରୀରରେ କ୍ୟାଲସିୟମଟା କେମିତି ରହିବ, ତାଙ୍କ ଶରୀରରେ ଭିଟାମିନ ଡି ତିଆରି ହେବ, ଛୋଟ ପିଲାମାନଙ୍କୁ କଅଁଳ ଖରାରେ ଶୁଆଇ ଦିଆଯାଏ। କିନ୍ତୁ ମନେ ରଖନ୍ତୁ, ଯେତେବେଳେ ବି ଆପଣମାନେ ଖରାରେ ବସିବେ କିମ୍ବା ଠିଆ ହେବେ, ଅଧଘଣ୍ଟା କାଫି ଆପଣଙ୍କ ପାଇଁ, କିନ୍ତୁ କଅଁଳ ସୂର୍ଯ୍ୟ କିରଣ। ଆଉ ଦିନ 9ଟା ପରେ ଯଦି ଟାଣ ସୂର୍ଯ୍ୟ କିରଣରେ ଆପଣମାନେ କୌଣସି ପ୍ରକାର ଚାଲିବା ଅଭ୍ୟାସ ରଖୁଛନ୍ତି କିମ୍ବା ଆପଣମାନେ ଯାଇକି ବସି ପଡ଼ୁଛନ୍ତି, ସେଇଟା ଆପଣଙ୍କ ବଡିକୁ ଗରମ କରିଦେବ, ଏହା ସହିତ ଆପଣଙ୍କ ସ୍କିନ୍କୁ ମଧ୍ୟ ଖରାପ କରିଥାଏ। ତେବେ କଅଁଳ ସୂର୍ଯ୍ୟ କିରଣ ହେଉଛି ବେଷ୍ଟ, ଆପଣଙ୍କ ଶରୀରରେ ଭିଟାମିନ ଡି ମଧ୍ୟ କନଜ୍ୟୁମ ହେଇପାରିବ, ଆପଣଙ୍କ ଶରୀରରେ କ୍ୟାଲସିୟମ ମଧ୍ୟ ଠିକ ଭାବରେ ଅବଜର୍ଭ ହେଇପାରିବ। କିନ୍ତୁ ଇଏ ତ ଗଲା ଯେ ଭିଟାମିନ ଡି ଆପଣଙ୍କ ଶରୀରରେ ନ୍ୟାଚୁରାଲି ତିଆରି ହେବ କେମିତି, ଏହା ସହିତ କ୍ୟାଲସିୟମ ଅବଶୋଷଣ ହେବ କେମିତି। ସେଇଟା ହେଲା ଗୋଟେ ପରମାନେଣ୍ଟ ସଲ୍ୟୁସନ, ଯୋଉଟାକି କ୍ୟାଲସିୟମ ଠିକ ଭାବରେ ଅବଶୋଷଣ ହେଇପାରିବ, ଭିଟାମିନ ଡି ଠିକରେ ରହିବ, ଯୋଉଥିରେ କି ଯେତେବେଳେ ବୟସ ଅଧିକ ପଡ଼ିଯାଏ, 40 ବର୍ଷ 50 ବର୍ଷ ଟପିଯାଏ, ତ ଇଏ ଗୋଟେ ଭଲ ଏକ୍ସରସାଇଜ ବି ଆପଣଙ୍କ ପାଇଁ, ଯେ ଆପଣମାନେ ଯାଇକି କଅଁଳ ଖରାରେ ବସିବେ, ଠିଆ ହେବେ, 20-25 ମିନିଟ୍ ଅଧଘଣ୍ଟା ଠିଆ ହେବେ, ଆଉ ଭିଟାମିନ ଡି ନ୍ୟାଚୁରାଲି ଆପଣଙ୍କର ତିଆରି ହେଲା, ଯୋଉଥିରେ କି ହାଡ଼ ଆପଣଙ୍କର ମଜବୁତ ହେଇପାରିଲା। ଆଉ ଯେତେବେଳେ ରେଗୁଲାର ଗୋଟେ ପ୍ରାକ୍ଟିସ୍ ଆପଣମାନେ ଏହାକୁ କରିନିଅନ୍ତି, ଗୋଟେ ଅଭ୍ୟାସରେ ପରିଣତ ହେଇଯାଏ, ତ ମାସେ 2 ମାସ ଆପଣମାନେ ଏହାକୁ କରିକି ଦେଖନ୍ତୁ। ନିଶ୍ଚିତ ଭାବରେ ଯଦି ରେଗୁଲାର ଆପଣଙ୍କର ଗୋଡ଼ ଦରଜର ସମସ୍ୟା, ପାଦ ଦରଜର ସମସ୍ୟା ହେଉଛି, ତେବେ ସେ ସବୁ ଧୀରେ ଧୀରେ କରିକି ପଳେଇଯିବ। କିନ୍ତୁ ମନେ କରନ୍ତୁ ଟେମ୍ପୋରାରୀ ଆପଣଙ୍କର କେତେବେଳେ କେମିତି ଏଭଳି ସମସ୍ୟା ଦେଖାଗଲା, ଗୋଡ଼ ଦରଜ ହେଉଛି, ବିନ୍ଧା ଛିଟିକା ହେଉଛି, ତ ଆପଣମାନେ କ'ଣ କରିବେ?
आपण माने किछि गरम पानी नै जिबे गरम पानी माने जेतिके आपणकर स्किन सही परिबो सेही हिसाब रे गरम करिवे जेमिति आपणकर स्किन टा सही परिबो बहुत अधिक गरम नै जिबे तो आपणकर स्किन जळि जिबो तो स्किन सहिला भली गरम पानी किछि आपण माने नै जिबे गोटे टब रे आपण माने भर्ती कर देबे आ सेही पानी रे आपण माने किछि एप्सम सॉल्ट बोली कुहा जाय ताको आपण माने गोटे चमच पके देबे गोटे चमच ही काफी आपणक पई आ सेही पानी रे भल भाबरे मिसिबा को देबे सेही लूण को तापरे आपणकर पाद को डीप करिवे 20 मिनिट रखिए 20 रु 25 मिनिट ही केवल आपको रखिबार अच्छे जो पर्यंत पानीटा हल्का उषुम अच्छे से पर्यंत आपण मैंने रखिए तापर आपण मैंने बाहर करदे चलो एथिरे कौन हम एप्सम सॉल्ट तार अनेक प्रकार औषधीय गुण रही आपणकर जितेबले पादटा आपण मैंने डीप करते से पानी रे आपणकर स्किन देकी एप्सम सॉल्ट रा से सब औषधीय गुण आपणकर पाद भीतर को जीव स्किन भेदिला आपणकर पाद भीतर को गला पाद भीतर को जीवा परे प्रत्येक सिरा प्रसिरा को गला आउ ब्लड सर्कुलेशन को बढ़ेला जेतेबेले ब्लड सर्कुलेशन बढ़िबा आपणकर सेतेबेले ऑटोमेटिक आपणकर जहाँ भी बिंधा छेटिका हेउची कि जहाँ भी आपणकर दरज रहुची से सब आपणकर पळै जिवो केवल जदि पाद को डीप करूचंती आपणकर पूरा गोड़ को रिहाती मिली जिवो आपण माने देखिथिबे जे शीत ऋतु रे जदि आपण माने ठंडा रे चलंती पाद आपणकर ठंडा हैला किंतु ता सहित पूरा गोड़ आपणकर बिंधे पूरा दरज हो जाए तो से जदि आपण माने पाद को ही टिके रिलैक्स करचंती निश्चित भाव में पूरा गोड़ आपणकर रिलैक्स हो पारिबा ए काम आपण माने केबे केमिति जदि आपणकर दरज हेउची बिंधा चिटिका हेउची टेम्पररी सेते बेले भी करि परिबे आ ए काम आपण माने रेगुलर भी करि परिबे मन करंतु कैल्शियम रो अभाव आपणकर हेउची रेगुलर आपणकर बिंधा चिटिका हेउची दरज हे जाउची चली पर नाहंती कैल्शियम टा आपणक शरीर रे अब्जर्व हबा पई टिके तो टाइम लागिबो तार काम देखिबा को टिके टाइम लागिबो किंतु बहुत अधिक घोला बिंधा हेउची तो आपण माने संगे संगे रिहाती पाइबा पई एई उपाय को अवलंबन करें जोटा कि बहुत इजी अधिक एथिरे किछि भी आपणकर खर्च नाही केवल 20 मिनिट आपनको निज पई दबाको अछि निज पई टिके टाइम बाहर करंतु आ एहा को आपण माने संध्या समय रे करि परिबे किबा राति रे सोइबा पूर्वरु आपण माने करि परिबे बेस्ट हबे जे राति रे सोइबा पूर्वरु आपण माने ए काम करिवे जहा द्वारा कि आपणक गोड़ पूरा रिलैक्स हे जिबा आ सकाळ पर्यंत आपणकर बिंधा चिटिका दरज किछि भी आपणकर नथिबो पूरा हल्का लागुथबा आपनको आ आपणकर एनर्जेटिक भी बॉडी फील करिबो तो फ्रेंड्स आज वीडियो रे आपण माने गोटे अति सहज उपाय विषय जानिले जहा को आपण माने डेली करि परिबे किछ अधिक खर्च नाही आपण माने केबे केमिति जदि प्रॉब्लम हेउची सेते बेले भी करि परिबे किबा रेगुलर आपणकर किछि ना किछि प्रॉब्लम होउची तो आपण सेते बेले भी करि परिबे गोटे परमानेंट सॉल्यूशन पाई आज वीडियो जदि आपण माने को भलो लागिला तबे लाइक शेयर सब्सक्राइब करबा आदो भी आपण माने भूलिबेनी आज पई एतिकी।